କଟି ବନ୍ଧା ଥାଉ, କଟି ବନ୍ଧା ଥାଉ। ଆଉ ସେଇଟା ହଉଛି ଲୁକ 12:35-38 ମୁଁ ପଢିବି। ତୁମ ମାନଙ୍କର କଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ଆଉ ପ୍ରଭୁ ବିବାହ ଉତ୍ସବରୁ ଫେରି ଆସି ଦ୍ୱାରରେ ଆଘାତ କରିବା ମାତ୍ରେ ଯେଉଁ ଲୋକମାନେ ତାହାଙ୍କ ନିମନ୍ତେ ସେହି କ୍ଷଣି ଦ୍ୱାର ଫିଟାଇବାକୁ ଅପେକ୍ଷାରେ ଥାନ୍ତି, ତୁମେମାନେ ସେମାନଙ୍କ ପରି ହୋଇ ରହିଥାଅ। ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ ସେମାନେ ଧନ୍ୟ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେ ଆପଣର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ। ଆଉ ସେ ଯଦି ରାତ୍ରିର ଦ୍ୱିତୀୟ ଓ ତୃତୀୟ ପ୍ରହରରେ ସୁଦ୍ଧା ଆସି ସେମାନଙ୍କୁ ସେଇପରି ଦେଖନ୍ତି, ତାହେଲେ ସେହି ଦାସମାନେ ଧନ୍ୟ। ଏଠାକରେ ଆମେ ଦେଖୁଛୁ ଏଣ୍ଟାୟାର ଥିମ୍ ଟା ହଉଛି ପ୍ରଭୁଙ୍କର ଦ୍ୱିତୀୟ ଆଗମନ ଉପରେ ଏଇଟା ପରିବେଶିତ ହେଇଛି। ଆଉ ଯେତେବେଳେ ଆମେ ଆମର ଆଖପାଖ ଆମେ ଯେତେବେଳେ ସରକମଷ୍ଟାନ୍ସେସ୍ ଦେଖୁଛୁ, ଆମେ ଜାଣିପାରୁଛୁ ଯେ ଦ୍ୱିତୀୟ ଆଗମନ ସନ୍ନିକଟ। ଯୋଉଠି ଯେତେବେଳେ ଆମେ ଦେଖୁଛୁ ଭୟଙ୍କର ଯୋଉ ୱାରର ଯୋଉ ଯୁଦ୍ଧ ହଉଛି, କେତେ ନ୍ୟାଚୁରାଲ ଡିଜାଷ୍ଟର୍ସ ହଉଛି, ତୁମ ମାନେ ଉତ୍ତମ ରୂପେ ଜାଣ। ସେମିତି ଗୁଡାଏ ଅଛି ଦୃଷ୍ଟାନ୍ତ ଯୋଉଠି ଲେଖାଇଛି, ବର୍ସେସ୍ ଲେଖାଇଛି, ଯୋଉଠି ପ୍ରଭୁଙ୍କର ଦିନ ଆସିବ। ପ୍ରଭୁ ଯେତେବେଳେ ଆସିବେ ସେଟା କୌଣସି ହଠାତ୍ କିନା ଆସିବେ, ସେତେବେଳକୁ ଆମେ କିଛି ସାଇନ୍ ଦେଖିପାରିବାନି। ମାତ୍ର ତା ଆଗରୁ ଆମକୁ ଗୋଟେ ଆଜ୍ଞା ଦିଆ ହଉଛି, ଆମେ ଯେମିତି ପ୍ରସ୍ତୁତ ରହିବା। ଏହି ପ୍ରକାର ତୁମ ମାନେ ତାହା ଚଞ୍ଚଳ ଭୋଜନ କରିବ, କାରଣ ତୁମେ ମାନେ କଟି ବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଯାତ୍ରା କରିବା ନିମନ୍ତେ ପ୍ରସ୍ତୁତ ହେବ। ଯୋଉଦିନ ସେମାନେ ମାନେ ଯେତେବେଳେ ଇସ୍ରାଏଲ ଲୋକମାନେ ଯେତେବେଳେ ସେଇ ବାହାରି ଆସୁଛନ୍ତି ସେ ମିଶର ଦେଶରୁ 400 ବର୍ଷର ବନ୍ଧନ, ତକ୍ଷଣେ ମିଶର ଦେଶରୁ ବାହାରିବାକୁ ପଡିବ। ସେହି ଦିନ ପରମେଶ୍ୱର ମିଶର ଦେଶରେ ସମସ୍ତ ମନୁଷ୍ୟ ଓ ପଶୁ ପ୍ରଥମ ଜାତକୁ ସଂହାର କରିବେ। ଆଉ ହଠାତ୍ କିନା ତାଙ୍କୁ ବାହାରିବାକୁ ପଡିବ। ସେଥିପାଇଁ ସେ ରେଡିନେସ୍ ପାଇଁ, ଇମିଡିଏଟ ରେଡିନେସ୍ ପାଇଁ ପ୍ରଭୁ ତାଙ୍କୁ କହୁଛନ୍ତି, ତୁମେ ତମର କଟି ବାନ୍ଧିକି ରଖ। ଦ୍ୱିତୀୟ ଦୃଷ୍ଟାନ୍ତ ମୁଁ ଦେବାକୁ ଚାହୁଁଛି, ପ୍ରଥମ ରାଜାବଳୀ 18:46। ଏଥିରେ ସଦାପ୍ରଭୁଙ୍କ ହସ୍ତ ଏଲିୟଙ୍କ ଉପରେ ଅବସ୍ଥାନ କରନ୍ତେ ସେ ଆପଣା କଟି ବାନ୍ଧି ଜିଜେରିଏଲ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କର ଆଗେ ଆଗେ ଦୌଡ଼ିଲେ। ସେଟା ଆମେ ଜାଣିଛୁ। ସେଇଦିନ ଯଦି ଆମେ ରାଜାବଳୀ ଫର୍ଷ୍ଟ କିଙ୍ଗସ୍ 18 ରେ ଆମେ ଚାପ୍ଟରରେ ପଢୁଛୁ, ସେଇଦିନ କେତେ ଆଶ୍ଚର୍ଯ୍ୟ କାର୍ଯ୍ୟ ଏଲିୟ କରିଛନ୍ତି। ସେଇ ବାଲର ଭବିଷ୍ୟତବକ୍ତାଙ୍କୁ ସେ ସଂହାର କରିଛନ୍ତି। ସେ ନିଆଁ ଆସିକିରି ସବୁ ସେ ଯଜ୍ଞ ବେଦୀକୁ ପୁରା ଚାଟି ଦେଲା। ଏତେ ଆଶ୍ଚର୍ଯ୍ୟ କରିବା ପରେ ସେ ଦେଖୁଛନ୍ତି ଗୋଟେ ମେଘ ଆସୁଛି। ଆଉ ସେ କଣ କଲେ, ଆହାବ ରାଜାଙ୍କୁ କହିଲେ ଶୀଘ୍ର ଯାଅ। ଆଉ ସେ କଣ ଭାବନ୍ତୁ, ଗୋଟିଏ ଲୋକ ଏତେ ସୁପରନ୍ୟାଚୁରାଲ, ଯେତେବେଳେ ପ୍ରଭୁଙ୍କର ତାଙ୍କ ଉପରେ ଅଧିଷ୍ଠାନ ହେଲେ, ତାଙ୍କର ହସ୍ତ ସେ ଦେଲେ, ଆଉ ପ୍ରଭୁ ତାଙ୍କୁ କହିଲେ କଟି ବାନ୍ଧିକି ତୁମେ ଦୌଡ଼। ମାନେ ରାଜା ଆହାବ ଗୋଟେ ରଥରେ ବସିଛନ୍ତି, ଆଉ ତାଙ୍କର ସେଇ ହର୍ସେସ୍ ଯୋଉଗୁଡାକ ଘୋଡା ମାନେ ସବୁଠୁ ବେଷ୍ଟ ହେଇଥିବ, ଯେହେତୁ ସେ ରାଜାଙ୍କର ଘୋଡା ଆଉ ସେ ରଥ ସେ କେତେ ସ୍ପିଡ ରେ ଯାଉନଥିବେ। ମାତ୍ର ତାଠୁ ସ୍ପିଡ ରେ କିଏ ଯାଉଛନ୍ତି, ତାଙ୍କ ଆଗରେ କିଏ ଯାଉଛି, କଟି ବାନ୍ଧିକି ଏଲିୟ ଯାଉଛନ୍ତି। ଆଉ ସେଇଟା ଆମେ ଦେଖୁଛୁ, ଗୋଟେ ଅଦ୍ଭୁତ ଦୌଡ଼ିବା ପାଇଁ। ସେଇଦିନ ସେ ଏଲିୟ ପ୍ରଭୁ ତାଙ୍କୁ କହିଥିଲେ କଟି ବାନ୍ଧିବା ପାଇଁ। ତୃତୀୟ ଦୃଷ୍ଟାନ୍ତ ଆମେ ଦେଖିବା, ଦ୍ୱିତୀୟ ରାଜବଳୀ 4:29। ତ ମୁଁ ଇଲିସାୟ ଜିଜିକକୁ କହିଲେ, ଆପଣ ଅଣ୍ଟା ବାନ୍ଧ ଓ ଆପଣ ହସ୍ତରେ ମୋହର ଯଷ୍ଟି ନେଇ ଆପଣ ବାଟେ ଚାଲିଯାଅ। ଆମେ ଜାଣିଛୁ ସେ ସୁନାମିଆ ସ୍ତ୍ରୀଙ୍କର ପୁତ୍ର ସନ୍ତାନ ମରିଯାଇଛନ୍ତି। ଆଉ ସେ ଆସୁଛନ୍ତି, ସେତେବେଳକୁ ଏଲିସିଆ କଣ କଲେ, ତାଙ୍କର ଯୋଉ କାମ କରୁଥିଲେ ତାଙ୍କ ପାଖରେ ଗିହେଜି କୁ କହୁଛନ୍ତି, ତୁମେ ଯାଅ, କଟି ବାନ୍ଧିକି ଯାଅ, ଆଉ ମୋ ଯଷ୍ଟି ନେଇକି ଯାଅ। ଯଷ୍ଟି ତା ଉପରେ ରଖିଲେ ସେ ଅଫକୋର୍ସ ସେଟା ହେଇପାରିଲାନି। ମାତ୍ର ଆମେ ସେଇଠିକି ଗୋଟେ ସୁସ୍ଥତା ନିମନ୍ତେ ଏଇଠି ସେ କଟି ବାନ୍ଧିବାକୁ କହୁଛନ୍ତି। ତାପରେ ଆମେ ଦେଖିବା ଆୟୁବକୁ। ଆମେ ଯଦି ଆୟୁବ ପୁସ୍ତକର
38 ଆମେ ଯଦି ଦେଖିବା, ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମକୁ ବୁଝାଇ ଦିଅ। 77 ପ୍ରଶ୍ନ ପ୍ରଭୁ ଆୟୁବକୁ କରିଲେ, ଆଉ ସେ କହୁଛନ୍ତି ସେ ଉତ୍ତର ଦେବା ପାଇଁ ତୁମେ ତୁମର କଟି ବାନ୍ଧ। ତାପରେ ଆମେ ଦେଖୁଛୁ ହିତୋପଦେଶ 31:17, ସେ ଏଇ ଯୋଉ ଗୁଣବତୀ ସ୍ତ୍ରୀ ବିଷୟରେ କୁହାଯାଇଛି, ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣ ବାହୁ ବଳବାନ କରେ। ସୋ କଟି ବାନ୍ଧିବାଟା ଗୋଟେ ବିଷୟ। ଆମେ ଯୋଉ ସ୍ତ୍ରୀ ଲୋକମାନେ ଆମେ ସମସ୍ତେ ଜାଣିଛୁ କେତେବେଳେ ଆମେ କଟି ବାନ୍ଧୁ, ଯେତେବେଳେ ଆମେ ଯଦି ଶାଢୀ ପିନ୍ଧୁ ଆଉ କିଛି କାମ କରିବାକୁ ଆରମ୍ଭ କରୁଛୁ, ଆମେ କଣ କରୁନା ଶାଢୀଟାକୁ ଏମିତି ଟେକି ଦେଇକି ଆମର ଅଣ୍ଟାରେ ଖୋସି ଦଉ, ଆଉ ସେଇଟା ଟାଇଟ୍ ହେଇକି ରୁହେ। ଆମେ ରେଡିନେସ୍ ଗୋଟେ, ଆଉ ଗୋଟେ ହଉଛି ଆମେ ଇଭେନ୍ ସେଇଟା ଆଉ ଗୋଟେ ବି ବୁଝାଏ, ଯେମିତି ଆମର କୌଣସି ଅବଷ୍ଟେକଲ ଆସିବନି, ଆମର କୌଣସି ହେଲେ ଆମେ ଝୁଣ୍ଟି ପଡିବାନି, ସେଥିପାଇଁ ଆମେ କଟି ବାନ୍ଧି ଥାଉ। ଆଉ ପ୍ରଭୁ ଏଠାରେ କହୁଛନ୍ତି, ଆମେ ଯୋଉ ପଢିଲୁ ସବୁ ଗୋଟେରେ ଆମେ ପଢିଲୁ, ପ୍ରଥମତଃ ଆମେ ପଢିଲୁ ସେମାନେ ମିଶର ଦେଶରୁ ବାହାରିବା ପାଇଁ ଆଉ ତତ୍କ୍ଷଣି ବାହାରିବା ପାଇଁ କଟି ବାନ୍ଧିଲେ। ଦ୍ୱିତୀୟ ଆମେ ଦେଖିଲୁ ଯେ ଏଲିୟ କଣ କଲେ ନା, ସେ ଦୌଡିବା ପାଇଁ ଗୋଟେ ଅଦ୍ଭୁତ, ଗୋଟେ ସୁପରନ୍ୟାଚୁରାଲ ତାଙ୍କୁ ପାୱାର ଆସିଲା, ଆଉ ସେ କଟି ବାନ୍ଧିକି ଆହାବ ରାଜା ଆଗେ ଆଗେ ସେ ଦୌଡୁଛନ୍ତି। ଆହାବ ରାଜା ସେ କଣ ରଥରେ ବସିକି ଯାଉଛନ୍ତି, ମାତ୍ର ତା ଆଗେ ଆଗେ ସେ ଦୌଡୁଛନ୍ତି। ତୃତୀୟରେ ଆମେ ଦେଖିଲୁ ସୁସ୍ଥତା ପାଇଁ ସେ କଟି ବାନ୍ଧୁଛନ୍ତି। ଏଲିସା କହୁଛନ୍ତି ଗିହଜିକୁ, ତୁମେ କଟି ବାନ୍ଧିକି ମୋ ଯଷ୍ଟି ନେଇକି ସେ ସୁନାମିଆ ସ୍ତ୍ରୀ ପାଖକୁ ଯାଅ। ଆଉ ସେ ତାପରେ ଆୟୁବକୁ କୁହାହଉଛି, ତୁମେ ମୋର ପ୍ରଶ୍ନର ଉତ୍ତର ଦେବା ପାଇଁ ତୁମେ ତୁମର କଟି ବାନ୍ଧ। ଆଉ ଗୁଣବତୀ ସ୍ତ୍ରୀଙ୍କୁ କୁହାହଉଛି, ସେ ଗୁଣବତୀ ସ୍ତ୍ରୀ କଣ କରେ, ସେ ବଳରେ ଆପଣା ଅଣ୍ଟା ବାନ୍ଧେ। ଆଉ ଶେଷରେ ଆମେ ଦେଖିବା ସବୁଠୁ ଯୋଉଟା ଆଜିର ଇମ୍ପୋର୍ଟାଣ୍ଟ, ଆଉ ସେଇଟା ଆପଣ ପାଇପାରିବେ ପ୍ରଥମ ପିତର 1:13। ପ୍ରଥମ ପିତର 1:13 ସେଇଟା ହଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ଆଜି ମୋର ଯୋଉ ପ୍ରସଙ୍ଗ ୟା ଉପରେ ଫାଉଣ୍ଡେସନ ୟାର ଅଛି। ଫର୍ଷ୍ଟ ପିଟର 1:13, ଅତଏବ ଆପଣା ଆପଣା ମନ ରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମେ ମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ। ଆମର ମନ ରୂପର କଟି ବନ୍ଧନ କରିବାକୁ କୁହାହଉଛି। ସେଇଟା ହଉଛି ସବୁଠୁ ମୋଷ୍ଟ। ବାହିକ ଭାବରେ ତ ଆମେ ସବୁ କଟି ବାନ୍ଧି ଥାଉ କାର୍ଯ୍ୟ କରିବା ବେଳକୁ, ମାତ୍ର ମନ ରୂପର କଟି ବାନ୍ଧିବାକୁ ପଡିବ। ମୁଁ ଏଇପରି ଗୋଟେ ସ୍ତ୍ରୀ ଲୋକଙ୍କ ସାଙ୍ଗରେ ଆପଣଙ୍କୁ ପରିଚୟ କରିବି, ଯେ କି କଟି ବାନ୍ଧି ନଥିଲେ, ଆଉ ତାର ପରିଣାମ କଣ ହେଲା। ସେ ଯେ କଟି ବାନ୍ଧି ନଥିଲେ ତାର ପରିଣାମ କଣ ହେଲା ସେଇଟା ଆମେ ଦେଖିବାକୁ ଯାଉଛୁ। ଲୁକ 17:28-33। ଲୁକ 17:28-33। ମୁଁ କାହାକୁ କହୁନି ଆଜି ପଢିବା ପାଇଁ, କାହିଁକିନା ମୁଁ ଜାଣିଛି ଆପଣ ମାନେ ସମସ୍ତେ କ୍ୱିଜ ପାଇଁ ବହୁତ ଆଗ୍ରହ ସହିତ ରହିଥିବେ, ଆଉ ଶୀଘ୍ର ଶୀଘ୍ର ଚାଲିବାକୁ ମୁଁ ଚେଷ୍ଟା କରିବି। ଲୁକ 17:28-33। ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା। ଲୋକମାନେ ଖିଆପିଆ କିଣାବିକା, ଗଛ ଲଗାଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। କିନ୍ତୁ ଲୋଟ ସଦମରୁ ବାହାରି ଯିବା ଦିନ ଆକାଶରେ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା। ମନୁଷ୍ୟ ପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ। ସେହି ଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷ ପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ। ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ। ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ। ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବାକୁ ସେ ତାହା ବଞ୍ଚାଇବ। ଆମେ ଲୋଟଙ୍କ ସ୍ତ୍ରୀ ବିଷୟରେ ଆମେ ଶୁଣିଛୁ। ଏଇ ଯୋଉ ପରିପ୍ରେକ୍ଷୀରେ ଏଟା ହଉଛି ପ୍ରଭୁଙ୍କର ଦ୍ୱିତୀୟ ଆଗମନ ବିଷୟରେ ଲୁକରେ କୁହାଯାଉଛି, ଯେ ସେ ଆସିବେ, ଲୋଟ
ଆଗରେ ଆଗ କହୁଛି ନୋହଙ୍କ ସମୟରେ ଯେ ସବୁ ଘଟିଥିଲା ସେଇଟା ସେମିତି ହବ ପ୍ରଭୁଙ୍କର ଆସିବା ଆଗମନ ଆଗରୁ। ଅବିକା କୁହାଉଛି ଲୋଟଙ୍କ। ହଠାତ୍ କିନା ସେଇ ପ୍ରସଙ୍ଗ ଏଇ ଯୋଉ ଫାରୁସୀ ମାନେ ତାଙ୍କୁ ପଚାରୁଛନ୍ତି ଈଶ୍ୱରଙ୍କ ରାଜ୍ୟ କେବେ ଆସୁଛି, ଆଉ ତାହାର ଉତ୍ତରରେ ପ୍ରଭୁ ଏସବୁ କହୁଛନ୍ତି, ଯୀଶୁ ଖ୍ରୀଷ୍ଟ ଏସବୁ କହୁଛନ୍ତି। ଆଉ ସେ କଣ କହୁଛନ୍ତି, ହଠାତ୍ କିନା ସେ ମଝିରେ ସେ ଆଣୁଛନ୍ତି ଗୋଟେ ଲାଇନ, ଲୋଟଙ୍କ ସ୍ତ୍ରୀଙ୍କ କଥା ମନେ ପକାଅ। ଇଂଲିଶରେ ଲେଖା ହେଇଛି ରିମେମ୍ବର ଲର୍ଡସ୍ ୱାଇଫ, ତିନିଟି ଶବ୍ଦ ଖାଲି। ଆଉ ବାଇବଲର ସବୁଠୁ ସେକେଣ୍ଡ ସର୍ଟେଷ୍ଟ ଭର୍ସ ହଉଛି ଲର୍ଡସ୍ ୱାଇଫ ଇଂଲିଶରେ। ଆଉ ଏଇଠି ସେଇଠି ଲେଖା ହେଇଛି ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ। ଆରେ ଲୋଟଙ୍କ ସ୍ତ୍ରୀଙ୍କ କଥା ଆମେ ସମସ୍ତେ ଜାଣିଛୁ, ସେ ଗୋଟେ କେମିତି ଲବଣ ସ୍ତମ୍ଭ ହେଇଗଲେ, ଆମେ ସେ କାହାଣୀଟା ବହୁତ ଭଲରେ ଜାଣିଛୁ। ମାତ୍ର ପ୍ରଭୁଙ୍କର କଣ ଇମ୍ପୋର୍ଟାନ୍ସ ଥିଲା ଆମକୁ କହିବା ପାଇଁ ଯେ ଲୋଟଙ୍କ ସ୍ତ୍ରୀଙ୍କ ଏତେ 750 ସ୍ତ୍ରୀ ଲୋକ ଅଛନ୍ତି ବାଇବଲରେ, ଆଉ 750 ସ୍ତ୍ରୀ ଲୋକ କେତେ ଦିଗ୍ଗଜ ସ୍ତ୍ରୀ ଲୋକ ମାନେ ଅଛନ୍ତି। ସାରାଙ୍କୁ ତ ଆମକୁ ମନେ ପକାଇବାକୁ କହିଲେନି, କିମ୍ବା ଦେବରାଙ୍କୁ ମନେ ପକାଇବାକୁ କହିଲେନି, କ୍ୱିନ୍ ଏଷ୍ଟରକୁ ଆମକୁ ମନେ ପକାଇବାକୁ କହିଲେନି, ଆବେଗେଲକୁ ମନେ ପକାଇବାକୁ କହିଲେନି, ସେପରି ପ୍ରଭୁ ତାଙ୍କ ନିଜ ମାତାଙ୍କୁ ମନେ ପକାଇବାକୁ କହିଲେନି। ଏପରି କେତେ ଭଲ ସ୍ତ୍ରୀ ଲୋକ ମାନେ ଅଛନ୍ତି, ମାତ୍ର କାହିଁକି ଲୋଟଙ୍କ ସ୍ତ୍ରୀଙ୍କୁ ମନେ ପକାଇବାକୁ ପ୍ରଭୁ କହିଛନ୍ତି, ଆମକୁ କହୁଛନ୍ତି? ନିଶ୍ଚୟ ତାର ବହୁତ ବଡ ଗୋଟେ ଇମ୍ପୋର୍ଟାନ୍ସ ଅଛି। ଆଉ ସେଇଟା ଆମେ ଦେଖିବା କାହିଁକି ସେ କଣ ଏପରି ପ୍ରକାର ହେଲା, ଆଉ ସେ କାହିଁକି ତାଙ୍କର କଟି ବାନ୍ଧି ନଥିଲେ। ଆଉ ସେଥିପାଇଁ ପ୍ରଭୁ କହୁଛନ୍ତି ଆମକୁ। ଆମେ ଜାଣିଛୁ ସୋଦମ ଆଉ ଗୋମରା ସେଇ ସମୟର ସବୁଠୁ କଳୁଷିତ ଜାଗା ଥିଲା। ଆଉ ସେଇଠି ଆମେ ଦେଖୁଛୁ ଯଦି ଆମେ ଏଇ ଲୁକରୁ ଆମେ ପଳେଇବା ଆଦି ପୁସ୍ତକକୁ, ଆଉ ଆଦି ପୁସ୍ତକରେ ସୋଦମ ଓ ଗୋମରା ଲୋକମାନେ ମହାଦୁଷ୍ଟ, ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଟ। ଆମେ ଦେଖିବା କାହିଁକି ପ୍ରଭୁଙ୍କର ଏଇ ନିର୍ଣ୍ଣୟ ନେଲେ, କାହିଁକି ସେ ବିଚାର ଆସିଲା ସୋଦମ ଓ ଗୋମରା ଉପରେ, କଣ କାରଣ ଥିଲା, କିପରି ପାପ କରିଥିଲେ ଯେ ପ୍ରଭୁ କହିଲେ ମୁଁ ତାକୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବି। ଆଉ କାହିଁକି କୋଉପରି ଭାବରେ ବିନାଶ କରିବି, ଅଗ୍ନି ଆସିବ, ଉର୍ଦ୍ଧ୍ୱରୁ ଅଗ୍ନି ଆସିକି ସମ୍ପୂର୍ଣ୍ଣ ଭାବରେ ବିନାଶ କରିବ। ତାଙ୍କର ପାପ କଣ ଥିଲା ଟିକେ ଆମେ ଦେଖିବା। ଜେନେସିସ୍ ଆଦି ପୁସ୍ତକ 18:20 ଲେଖା ହେଇଛି, ସଦାପ୍ରଭୁ ଆହୁରି କହିଲେ ସୋଦମ ଓ ଗୋମରା ବିରୁଦ୍ଧରେ ମହାଧ୍ୱନି ଉଠିଅଛି, ସେମାନଙ୍କର ପାପ ଅତିଶୟ ଗୁରୁତର। ଆଉ ସେ ଗୁରୁତର ପାପ କଣ ଆମେ ଦେଖିବା ଜିଜିକଲ 16:39 ଆଉ 50। ଦେଖ, ତୁମେ ଭଗ୍ନୀ ସୋଦମର ଏହି ଅଧର୍ମ ଥିଲା, ତାହାର ଓ ତାହାର କନ୍ୟାଗଣଙ୍କର ଅହଙ୍କାର, ବକ୍ଷର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା। ସେ ଦରିଦ୍ର ଓ ଦିନହୀନଙ୍କର ହସ୍ତ ସବଳ କଲା ନାହିଁ। ପୁଣି ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣ୍ୟ ଯୋଗ୍ୟ କ୍ରିୟା କଲେ। ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା ସେହିପରି ଆମେ ସେମାନଙ୍କ ଦୂର କଲୁ। ଆଉ ଆମେ ଏଇଠି ଦେଖୁଛୁ ତାଙ୍କର ସେଇ ସ୍ତ୍ରୀ ଲୋକଙ୍କର ପାପ କଣ ଥିଲା, ସେ ଅହଙ୍କାରୀ ଥିଲେ, ଆଉ ଗୋଟେ ଖାଦ୍ୟ ପାଇଁ ଗୋଟେ ଲାଳସା ଥିଲା। ତୃତୀୟରେ ଆମେ ଦେଖିଲୁ ଗରିବ, ଏତେ ତାଙ୍କର ଥିଲା ଧନ, ମାତ୍ର ଗରିବ ନିମନ୍ତେ ସେମାନେ ଟିକେ ହେଲେ ବି ଚିନ୍ତା କରିଲେନି। ଆଉ ପ୍ରଭୁଙ୍କ ଏଇଟା ସବୁ ପ୍ରଭୁଙ୍କର ଦୃଷ୍ଟିରେ ଏଗୁଡାକ ସବୁ ଘୃଣ୍ୟ ବସ୍ତୁ ହେଲା। ତାପରେ ଆମେ ଦେଖିବା ଜିହୁଦା 1:7। ସେହିପରି ସୋଦମ ଓ ଗୋମରା ପୁଣି ସେମାନଙ୍କ ଚତୁର୍ଦିଗସ୍ଥ ନଗରବାସୀ ମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମୁକତାରେ ଆସକ୍ତ ହେବାରୁ ଅନନ୍ତ ଅଗ୍ନି ରୂପ ଦଣ୍ଡ ଭୋଗ କରି ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛନ୍ତି। ଏଇଟା ହଉଛି ଏଇ ସୋଦମ ଯୋଉ ଜାଗାଟା ଅଛି, ସେଇଟା ଗୋଟେ ଇଂଲିଶରେ ଗୋଟେ ଆସିଯାଇଛି ସୋଡୋମି। ଆଉ ସେଇଠୁ କଣ ହେଇଛି ଆମେ ଦେଖୁଛୁ ଏତେ ଭ୍ରଷ୍ଟ ସମାଜ ଥିଲା ତାଙ୍କ। ବେବିଚାରୀର ପେଣ୍ଠ ଥିଲା ସେଟା। ବଡରୁ ଛୋଟ ସମଲିଙ୍ଗୀ ସମ୍ପର୍କରେ ଲିପ୍ତ ଥିଲେ। ଆଉ ନୈତିକତାର ଅବନତି ଥିଲା, ମାନେ ମୋରାଲ ଡିଗ୍ରେଡେସନ, ଏଥିକାଲ ଡିଗ୍ରେଡେସନ। ସେ ସମାଜରେ
ଏତେ ଏତେ ମାନେ ମାନେ ଏବନର୍ମାଲ ସେକ୍ସୁଆଲ ରିଲେସନସିପ ସେମାନେ ରଖୁଥିଲେ ଆଉ ସେଥିପାଇଁ ପ୍ରଭୁଙ୍କର କ୍ରୋଧ ତାଙ୍କ ଉପରେ ଆସିଲା। ଆମେ ଯଦି ଅବିକାର ସମାଜକୁ ବି ଆମେ ଯଦି ଦେଖିବା, ଏଇ ସମାଜରେ ବି ସେମ କାଇଣ୍ଡ ଅଫ ରିଲେସନସିପ ସବୁ ଅଛି, ଯୋଉଠିକି ସମଲିଙ୍ଗୀ ସମ୍ପର୍କ ଗୁଡିକ। ଆଉ 2018ରେ ସୁପ୍ରିମ କୋର୍ଟ, ଆମର ସୁପ୍ରିମ କୋର୍ଟ ସେ କଣ କଲା ନା ଗୋଟେ ଇଏ ଲ ପାସ୍ କଲା ଯେ ସମଲିଙ୍ଗୀ ସମ୍ପର୍କ ସେଟା ଦଣ୍ଡନୀୟ ନୁହେଁ। ଆଉ ଲୋକମାନଙ୍କର ସେଟା ଆକ୍ସେପ୍ଟେବଲ, ସେଟା ଠିକ ଅଛି, କିଛି ଅସୁବିଧା ନାହିଁ। ଆଉ ସେଟା ଗୋଟେ କ୍ରିମିନାଲ ନୁହେଁ, ସେଟା ଗୋଟେ କ୍ରାଇମ ନୁହେଁ ବିଲକୁଲ। ଆଉ ଏଇପରି ଆମେ ଦେଖୁଛୁ ଆଜିର ଜଗତରେ ବହୁତ ଗୁଡାକ ଦେଶ ଗୁଡିକରେ ସେମାନେ ପୁରୁଷ ପୁରୁଷ ବିବାହ କରୁଛନ୍ତି, ସ୍ତ୍ରୀ ସ୍ତ୍ରୀ ବିବାହ କରୁଛନ୍ତି, ଯୋଉଟା କି ପ୍ରଭୁ କମ୍ପ୍ଲିଟଲି ତାକୁ ତାଙ୍କ ନିମନ୍ତେ ସେଟା ହଉଛି ଗୋଟେ ଘୃଣ୍ୟ ବସ୍ତୁ। ଆଉ ସେ ସମ୍ପୂର୍ଣ୍ଣ ଭାବରେ ତାକୁ ମନା କରିଛନ୍ତି ବାକ୍ୟରେ, ହେଲେ ମଧ୍ୟ ସେଟା ଆକ୍ସେପ୍ଟେବଲ ହେଇଯାଇଛି ଆମ ସୋସାଇଟିରେ। ଆଉ ସେମାନେ ବିବାହ କରୁଛନ୍ତି, କିଏ ତାଙ୍କୁ ବିବାହ କରୁଛନ୍ତି? ଏଇ ପ୍ରିଷ୍ଟ ମାନେ ବି ଯାଇକି ତାକୁ ବିବାହ କରୁଛନ୍ତି। ଆଉ ପ୍ରଭୁ ଯେତେବେଳେ ଦେଖିଲେ ସୋଦମରେ ଏହିପରି ବ୍ୟଭିଚାର ଚାଲିଛି, ଆଉ ସେ ତାଙ୍କୁ ସେଟା ସେ କଣ୍ଟ୍ରୋଲ କରିପାରିଲେନି। ଆଉ ସେ ନିଶ୍ଚିତ ତା ଉପରେ ଜଜମେଣ୍ଟ ବିଚାର ସେ ଦେଲେ, ମୁଁ ସୋଦମକୁ ଧ୍ୱଂସ କରିବି ବୋଲି। ଆଉ ଏଇପରି ଗୋଟେ ସମୟ ତାପରେ ଆମେ ଯଦି ଯିବା, ସେତେବେଳକୁ ଯେତେବେଳେ ସେ ତାଙ୍କର ଜଜମେଣ୍ଟ ପାସ୍ କରି ଦେଇଛନ୍ତି ଯେ ମୁଁ ସୋଦମକୁ କମ୍ପ୍ଲିଟଲି ବିନାଶ କରିବି, ସେତେବେଳେ ଅବ୍ରାହମ ତାଙ୍କ ନିକଟରେ ତାଙ୍କୁ ଅଳି କରୁଛନ୍ତି, ପ୍ରଭୁ ତୁମେ ପ୍ଲିଜ 50 ଲୋକ ଥିଲେ ତ ତୁମେ ତାକୁ ଲାଷ୍ଟ କୁ ତାଙ୍କ ସାଙ୍ଗରେ ବାର୍ଗେନ କରି 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 10 ଜଣ ଧାର୍ମିକ ବ୍ୟକ୍ତି ଥିଲେ, ତୁମେ ସୋଦମକୁ ରକ୍ଷା କର। ସେ ଧାର୍ମିକ ବ୍ୟକ୍ତି। ଆଉ ପ୍ରଭୁ ଜାଣିପାରିଲେ ଅବ୍ରାହମଙ୍କର ସେ ହୃଦୟର ସ୍ପନ୍ଦନ, ସେ ଜାଣିପାରିଲେ ସେ ଲୋଟଙ୍କ ନିମନ୍ତେ ସେ କନସର୍ଣ୍ଣ ଅଛନ୍ତି। ଆଉ ସେତେବେଳକୁ ଆମେ ଦେଖୁଛୁ ପ୍ରଭୁ କଣ କଲେ, ଦୁଇଟି ମଣିଷକୁ ପଠେଇଲେ, ଦୁଇଟି ଦୂତଙ୍କୁ ପଠେଇଲେ ମନୁଷ୍ୟ ରୂପରେ। ସେମାନଙ୍କର ତାଙ୍କର କାର୍ଯ୍ୟ ଥିଲା ଲୋଟ ଆଉ ତା ପରିବାରକୁ ବାହାର କରିକି ଆଣିଲା ପରେ ସେ ଧ୍ୱଂସ କରିବେ। ଆଉ ଯେତେବେଳେ ସେ ଦୁଇଟି ଦୂତ ଆସିଛନ୍ତି ଲୋଟ ଆଉ ଲୋଟଙ୍କ ସ୍ତ୍ରୀ ଆଉ ତାଙ୍କ ଝିଅ ମାନଙ୍କୁ ନେବା ପାଇଁ, ସେତେବେଳେ ଆମେ ଦେଖୁଛୁ ସେଇର ଲୋକମାନେ, ତାଙ୍କର ସେ ସୋଦମର ଲୋକମାନେ ଗୋଟେ ଗ୍ରୁପ ହେଇକି ଆସିକି ୟାଙ୍କ ଗୃହରେ ପହଞ୍ଚୁଛନ୍ତି, ଲୋଟଙ୍କ ଗୃହରେ ପହଞ୍ଚୁଛନ୍ତି, କହୁଛନ୍ତି ସେ ଦିଟା ମନୁଷ୍ୟକୁ ଦିଅ, ଆମେ ତାଙ୍କୁ ଉପଭୋଗ କରିବା। ମାନେ କେତେ ଆପଣ ଭାବି ପାରୁଛନ୍ତି କେତେ ଲୋ ଏଥିକାଲ ମରାଲ ଷ୍ଟାଣ୍ଡାର୍ଡ ତାଙ୍କର ଥିଲା। ଆଉ ସେତେବେଳକୁ ସେ ଦୂତ ମାନେ କଣ କରୁଛନ୍ତି, ବାହାରକୁ ଆସିକି ଆଉ ସମସ୍ତଙ୍କୁ ଅନ୍ଧ କରି ଦେଇଛନ୍ତି। ଆଉ ତାପରେ ଆମେ ଦେଖୁଛୁ ଦୂତ ମାନେ ସେଇ ଲୋଟ ତାଙ୍କ ସ୍ତ୍ରୀ ଆଉ ତାଙ୍କ ଦିଟି ଝିଅକୁ ଧରିକି, ହାତରେ ଧରିକିରି, ମାନେ ଆପଣ ଭାବି ପାରୁଛନ୍ତି, ସେମାନେ ହାତରେ ଧରିକି ତାଙ୍କୁ କଣ କଲେ ନା ନଗର ବାହାରକୁ ନେଇ ଆସିଲେ। ଆଉ କହିଲେ ତୁମେ ଶୀଘ୍ର ପଳାୟନ କର, ଆଉ ସେ ପାହାଡ ଉପରକୁ ଚାଲି ଯାଉ। ହୁଏତ ସେମାନେ ସେତେବେଳକୁ ଅଫକୋର୍ସ କହିଲେ ଆମେ ପାହାଡ ଉପରକୁ ଯାଇପାରିବାନି, ମାତ୍ର ତାଙ୍କୁ ଆଦେଶ ଦିଆ ହେଇଥିଲା ତୁମେ ଦୌଡ଼ି ପଳାୟନ କର, ଆଉ ତୁମେ ଯାଅ ସେଇ କୋଉଠିକୁ ଯାଅ, ପାହାଡ ଉପରକୁ ଚାଲ। ମାତ୍ର ଗୋଟିଏ ଆଦେଶ ତାଙ୍କୁ ଦିଆ ହେଇଥିଲା, ସେଇ ଆଦେଶ ଥିଲା ପଛକୁ ବୁଲିକି ଦେଖିବ ନାହିଁ। କେବଳ ପ୍ରଭୁ ଗୋଟେ ଇନଷ୍ଟ୍ରକ୍ସନ ଦେଇଥିଲେ, ପଛକୁ ବୁଲିକି ଦେଖିବ ନାହିଁ। ମାତ୍ର ଆମେ ଦେଖୁଛୁ ସେମାନେ ନଗର ବାହାରକୁ ଆସିଲା ବେଳକୁ ବହୁତ ଜୋରେ ସେଇଠି ନିଆଁ ଆସିକି ସୋଦମକୁ ପୁରା ବିନଷ୍ଟ କରୁଛି। ଆଉ ଲୋଟଙ୍କ ସ୍ତ୍ରୀ ପଛକୁ ଅନେଇକି ଦେଖିଲେ, ଆଉ ସେ ଲବଣର ସ୍ତମ୍ଭକୁ ପଲଟି ଗଲେ। ତାର ପରିଣାମ ହେଲା, ତାର କନସିକ୍ୱେନ୍ସ ହେଲା ସେ ଇଟର୍ନିଟି, ମାନେ ତାଙ୍କର ଇଟର୍ନିଟି ପାଇଁ ସେ ଲସ୍ କରିଲେ ତାଙ୍କ ଲାଇଫ। କେତେବେଳେ କେତେବେଳେ ଆମ ମନରେ ଆସେ, ଆରେ ଏଇଟା ତ ସ୍ୱାଭାବିକ। ଭାବନ୍ତୁ ଆମେ ଆପଣଙ୍କ ଘରେ ଆପଣ ପ୍ରାର୍ଥନାରେ ନିବିଷ୍ଟ ଅଛନ୍ତି, ହଠାତ୍ କିନା ଗୋଟେ ଜୋର ଶବ୍ଦ ହବ, କୋଉଠି ଗୋଟେ ନିଆଁ ଲାଗିଲା, ଆପଣ କଣ ଦୌଡ଼ି ଯିବେନି? ପ୍ରଶ୍ନ ଆସେ ଏତେ କଠୋର ତା ପାଇଁ କାହିଁକି ପ୍ରଭୁ ହେଲେ? ସେ କଣ ପାଇଁ? ସେ ତ ଖାଲି ପଛକୁ ଅନେଇଲା, ସେଟା ତ ସ୍ୱାଭାବିକ। ଆମ ପଛରେ ଯଦି ଜୋର କିଛି ଶବ୍ଦ ହବ ଆମେ ଅନେଇବା, ମାତ୍ର ପ୍ରଭୁ କାହିଁକି ଏପରି ଦଣ୍ଡ ଦେଲେ ଯେ ସେ ଇଟର୍ନିଟି ତାଙ୍କର ଲୁଜ କଲେ, ତାଙ୍କର ତ ଜୀବନ ସେ ଲୁଜ କଲେ, ଆଉ ଅନନ୍ତ କାଳରେ ସେ ପଳେଇଲେ, ତାଙ୍କର ନଷ୍ଟ ହେଲା ତାଙ୍କର ଆତ୍ମାଟା ବି।
ଭାବନ୍ତୁ ଆପଣ ଲୋଟ ତାଙ୍କ ଦିଟି ଝିଅ ସେମାନେ ପଛକୁ ବି ଅନେଇ ପାରୁନାହାନ୍ତି ଆଉ ତାଙ୍କ ମନରେ କେତେ କଷ୍ଟ ଥିବ। ସେମାନେ ପଳାୟନ କରୁଛନ୍ତି ମାତ୍ର ଲୋଟଙ୍କ ସ୍ତ୍ରୀ ଗୋଟେ ଲବଣ ସ୍ତମ୍ଭ ହେଇକି ରହିଛନ୍ତି ସେଇଠି। କଣ ପାଇଁ ପ୍ରଭୁ ଏଇ ପଦକ୍ଷେପ ନେଲେ? ସେ କଣ କଟି ବାନ୍ଧି ନଥିବେ? ଯିହୁଦୀ ମାନେ ଲମ୍ବା ଲମ୍ବା ଡ୍ରେସ ପିନ୍ଧନ୍ତି ଆଉ ଯେତେବେଳେ ସେ ଦୌଡୁଥିବେ ମୁଁ ଭାବୁଥିବି ସେ ନିଶ୍ଚୟ ତାଙ୍କ କଟି ବାନ୍ଧିକି ଦୌଡୁଥିବେ। ମାତ୍ର ପ୍ରିୟ ଭଉଣୀ ଆଉ ଭାଇ ମାନେ ସେ କଣ କରିଥିଲେ? ତାଙ୍କର ବାହ୍ୟକ କଟି ବାନ୍ଧିଥିଲେ ମାତ୍ର ମନର କଟି ବାନ୍ଧି ନଥିଲେ। ଲୋଟ ଆମେ ଦେଖୁଛୁ ସେ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ସୋଦମରେ। ତାଙ୍କର ବହୁତ ମାନ ସମ୍ମାନ ଥିଲା ଆଉ ତାକୁ ଲେଖା ହେଇ ସେ କଣ କରିଥିଲେ ନା ଫାଟକ ପାଖରେ ବସିଥିଲେ। ତାମାନେ ତାଙ୍କର ବହୁତ ହାଇ ଷ୍ଟେଟସ ଥିଲା। ସେଇ ଅନୁସାରେ ଲୋଟଙ୍କ ସ୍ତ୍ରୀଙ୍କର ବି ସେ ମାନ ଧନ ସମ୍ମାନ ସବୁ କିଛି ଥିବ। ମାତ୍ର ପ୍ରଭୁ ତାଙ୍କ ଉପରେ କେତେ ଅନୁଗ୍ରହ କଲେ ଆପଣ ଭାବି ପାରୁଛନ୍ତି? ଯୋଉ ସ୍ତ୍ରୀ ଲୋକ ନିଶ୍ଚିତ ଭାବରେ ସେ ଇଆରେ ଲେଖା ହେଇଛି, ବାକ୍ୟରେ ଲେଖା ହେଇଛି ଲୋଟ ଗୋଟେ ଧାର୍ମିକ ଲୋଟ ଥିଲେ ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ସେ ଦିଟା ସ୍ୱର୍ଗ ଦୂତଙ୍କୁ ପଠେଇଥିଲେ। ଆଉ ଯଦି ଆମେ ପଢିବା ଦ୍ୱିତୀୟ ପିତର 2:8 ସେଠି ଏପରି ଲେଖା ହେଇଛି, ଯେଣୁ ସେହି ଧାର୍ମିକ ଲୋକ ସେମାନଙ୍କ ମଧ୍ୟରେ ବାସ କରି ସେମାନଙ୍କ ଅନ୍ୟାୟ କାର୍ଯ୍ୟ ଦେଖି ଓ ସେ ବିଷୟ ଶୁଣି ପ୍ରତିଦିନ ସେ ଆପଣା ଧର୍ମପରାୟଣ ପ୍ରାଣରେ ଯନ୍ତ୍ରଣା ଭୋଗ କଲେ। ଏଟା ଲୋଟଙ୍କ ବିଷୟରେ ଦେଖିଲେ। ସେ ଆଖପାଖରେ ଯାହା କିଛି ହଉଛି, ଯୋଉ ବେବିଚାର ହଉଛି, ଯୋଉ ମୋରାଲ ଡିଗ୍ରେଡେସନ ହେଇଯାଇଛି ତାଙ୍କ ମନରେ ଗୋଟେ ତାଙ୍କ ପ୍ରାଣରେ ସେ ଯନ୍ତ୍ରଣା ଭୋଗିଲେ। ଆଉ ନିହାତି ତ ତାଙ୍କ ସ୍ତ୍ରୀଙ୍କୁ ବି ସେ କହିଥିବେ ହୁଏତ ଚାଲେ ଆମେ ସୋଦମ ଛାଡିକି ପଳେଇବା। ମାତ୍ର ତାଙ୍କର ଯୋଉ ଧନ, ଯୋଉ ସମ୍ପତ୍ତି, ଯୋଉ ମାନ ସବୁ ଥିଲା, ଲୋଟଙ୍କ ସ୍ତ୍ରୀ କଣ କେତେ କେତେ ଅନୁଗ୍ରହ ପାଇଥିଲେ। ଆପଣ ଭାବନ୍ତୁ ସେମାନେ ଯେତେବେଳେ ଅବ୍ରାହମ ପାଖରେ ରହିଥିଲେ, ଅବ୍ରାହମଙ୍କ ଜୀବନକୁ ସେମାନେ ଦେଖିଥିବେ। ଅବ୍ରାହମ ଥିଲେ ପ୍ରଭୁଙ୍କର ଗୋଟେ ଅତି ନିକଟବର୍ତ୍ତୀ ତାଙ୍କର ଲୋକ ଆଉ ଏତେ ପ୍ରତିଜ୍ଞା ତାଙ୍କୁ ଦିଆ ହେଇଥିଲା। ଫେରେ ସେମାନେ ବାଛିଲେ ଗୋଟେ ସୁନ୍ଦର ଜାଗା ଯୋଉଠିକି ଶସ୍ୟ ଶ୍ୟାମଳ ଆଉ ବହୁ ଭାବରେ ସେମାନେ ଇନକ୍ରିଜ କଲେ ତାଙ୍କ ପ୍ରପର୍ଟି ଆଉ ପ୍ରତିଷ୍ଠିତ ଲୋକ ହେଲେ। କେତେ ଅନୁଗ୍ରହ କଲେ। ଲୋଟଙ୍କ ସ୍ତ୍ରୀ କଣ ସେଇ ଯୋଉ ବିଚାର ଶୁଣି ନଥିଲେ ଯେ ମୁଁ ସୋଦମକୁ ବିନଷ୍ଟ କରିବାକୁ ଚାହୁଁଛି? ସେ କୌଣସି ଏପରି କଣ କୌଣସି ବ୍ୟକ୍ତି ଅଛି ବାଇବେଲରେ ଯୋଉଠିକି ପ୍ରଭୁ ନିଜେ ତାଙ୍କ ଦୂତମାନଙ୍କୁ ପଠେଇକିରି ତାଙ୍କ ହାତ ଧରିକି ତାଙ୍କୁ ବାହାର କରି ଆଣୁଛନ୍ତି? ଏଗୁଡା ସବୁ ଦେଖିଲା ପରେ ମଧ୍ୟ ସେ କଣ କରିଛନ୍ତି ନା ସ୍ୱେଚ୍ଛାଚାରୀ ଭାବରେ, ମାନେ ଡେଲିବ୍ରେଟ ଡିସୋବିଡିଏନ୍ସ। ଖାଲି ଗୋଟେ ବିଷୟ ତାଙ୍କୁ କୁହାଯାଇଥିଲା, ପଛକୁ ଅନେଇବନି। ସେ ତାଙ୍କର ମନର କଟିକୁ ବାନ୍ଧି ନଥିଲେ। ପ୍ରିୟ ଭାଇ ଭଉଣୀ ମାନେ, ତାଙ୍କ ମନ ରହିଯାଇଥିଲା କୋଉଠି? ସୋଦମରେ। ଯୋଉ ପାପରେ ଭିତରେ ସେ ଯୋଉ ଆନନ୍ଦ ପାଉଥିଲେ ସେ ସେଇଟାକୁ ଛାଡିବାକୁ ଇଚ୍ଛା କରୁନଥିଲେ। ସେ ଯୋଉ ପାପ ବିଷୟରେ ଆମେ ଦେଖୁଛୁ, ସେ ଯୋଉ ପଛ ତାଙ୍କର ଯୋଉ ଜୀବନଟା, ସେ ଖାଲି ପଛକୁ ଅନେଇଲେ। ଆହା ମୋର କଣ ହେଇଯିବ, ମୋର ସବୁ ଧ୍ୱଂସ ହେଇଗଲା, ମୋର ଧନ ସମ୍ପତ୍ତି ମୋର ମାନ ସବୁ କିଛି ଗଲା। ସେ ତାଙ୍କ ମନର କଟି ବାନ୍ଧି ନଥିଲେ ଆଉ ସେ ଗୋଟିଏ ବିଷୟ ନିମନ୍ତେ ତାଙ୍କୁ ପୁରା ଇଟର୍ନିଟି ସେ ଲୁଜ କରିଲେ। ଅନନ୍ତ କାଳ ପାଇଁ ସେ ପୁରା କମ୍ପ୍ଲିଟଲି ସେ ଉଭେଇ ଗଲେ। ତାପରେ କାରଣ ଯଦି ଆମେ ପଢିବା ହିବ୍ରୁର ଏବ୍ରିୟ 10:26, କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛା ପୂର୍ବକ ପାପ କରିଥାଉ ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ। ଯଦି ଆମେ ସବୁ କିଛି ଜାଣିକି ପ୍ରଭୁଙ୍କ ଠାରୁ ଏତେ ଅନୁଗ୍ରହ ପାଇକି ଆମେ ପ୍ରଭୁଙ୍କୁ ନିଜକୁ ତ୍ରାଣକର୍ତ୍ତା ହିସାବରେ ଗ୍ରହଣ କରିକିରି ତାପରେ ଆମେ ହେଲେ ସୁଦ୍ଧା ଆମେ ଯଦି ପ୍ରଭୁଙ୍କୁ ତାଙ୍କର ସ୍ୱେଚ୍ଛା ପୂର୍ବକ ପାପ କରିଥାଉ ତାହେଲେ ଆମର କୌଣସି ଏସ୍କେପ ନାହିଁ। ଆମେ କୌଣସି ଭାବରେ ପଳାନା, ଦଣ୍ଡିତ ଆମେ ହେବା, ତାଙ୍କର ବିଚାର ଆମ ଉପରେ ପଡିବ। ସେଟା ସତ। ପ୍ରିୟ ପ୍ରଭୁଙ୍କ ଦାସ ମାନେ, ଆଜି ଆମକୁ ପ୍ରଭୁ କହୁଛନ୍ତି ତୁମେ ତମର ମନର କଟି ବାନ୍ଧ। ସଂସାରରେ ଆମେ ରହିଛୁ ଏଟା ସତ, ମାତ୍ର ସାଂସାରିକ ହେବା ନାହିଁ। ଏଟା ବହୁତ କଷ୍ଟକର।
ମୁଁ ଆପଣ ମାନଙ୍କୁ କହୁଛି ମୁଁ ନିଜକୁ ବି ଏଇଟା କହୁଛି, ଜଗତରେ ରହିବା ମାତ୍ର ଆମେ ଗୋଟେ ପୃଥକିତ ଜୀବନ ଯାପନ କରିବା, ଏଇଟା ବହୁତ କଷ୍ଟ। କାରଣ ଏଇଠି ଲେଖାଯାଏ ଯଦି ଆମେ ଜଗତରେ ରହିବା ଆଉ ଜଗତ ସାଙ୍ଗରେ ଆମେ ଯଦି ସାଲିସ କରିବା ତାହେଲେ ସେଟା କଣ? ସେଟା ହଉଛି ଗୋଟେ ଆମେ ତାଙ୍କର ଅଗେନଷ୍ଟ ଆମେ ଯାଉଛୁ। ସେଟା ଯଦି ମୁଁ ଜଷ୍ଟ କେତେଟା ପଦ ପଢିବି, ଯାକୁବ 4:4 ଏମିତି ଲେଖାଇଛି, ଜଗତର ମିତ୍ରତା ଈଶ୍ୱର ଶତ୍ରୁତା। ପ୍ରଥମ ଯୋହନ 2:15 ଓ 16 ପଢୁଛି, ସଂସାର କିଏ ବା ସେଥିରେ ଥିବା ବିଷୟବସ୍ତୁ ପ୍ରେମ ନ କର, କାରଣ କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତା ଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ। ଜଗତରେ ରହି ଜାଗତିକ ହେବା ନାହିଁ, ସଂସାରରେ ରହି ସାଂସାରିକ ମନ ନ ହବ ମୋର। ଏଇପରି ଆମକୁ ଆଜି ପ୍ରଭୁ କହୁଛନ୍ତି, ତୁମେ ତୁମର କଟି ବାନ୍ଧିଛ ତ? ପ୍ରସ୍ତୁତି କିପରି ଅଛି? ମୁଁ ତ ନିଶ୍ଚିତ ଭାବରେ ଆସୁଛି, ମୋର ଆଗମନ ସନ୍ନିକଟ। ତମର ପ୍ରସ୍ତୁତି କେତେ? ସେଇ ଜଗତରେ ରହିକି ଆନନ୍ଦ ଅଭିଳାଷରେ ସେଇ ଆତ୍ମା ଆମେ କେତେ ଆନନ୍ଦ ପାଉ, କାହିଁକି ନା ସବୁବେଳେ ପାପ ଆନନ୍ଦ ଦିଏ, ପ୍ଲେଜର୍ସ ଅଫ ସିନ୍। ମାତ୍ର ତାର ଯୋଉ ପରିଣାମ, ଯୋଉ ମାନେ ସବୁଠୁ ଆମର ବିଷୟ ଅଛି, ଆମେ କଣ କରିବା ନା ଆମେ ତାଙ୍କ ପାଖକୁ ଆଉ ଯାଇପାରିବାନି। ସେ ଦ୍ୱିତୀୟ ଆଗମନରେ ଯେତେବେଳେ ସେ ଆସିବେ, ହଠାତ୍ କିନା ଆସିକି ପହଞ୍ଚିବେ, ଆମେ ଯଦି ପ୍ରସ୍ତୁତ ହେଇନଥିବା, ଆମ ମନର କଟି ଯଦି ବାନ୍ଧି ନଥିବା, ପ୍ରିୟ ପ୍ରଭୁ ସେଇ ଲବଣ ସ୍ତମ୍ଭ ଭଳିଆ ଆମେ ବି ଆମର ଜୀବନକୁ ହରାଇ ବସିବା, ଯେପରିକି ଲୋଟଙ୍କ ସ୍ତ୍ରୀ। ସେଥିପାଇଁ ପ୍ରଭୁ କହିଛନ୍ତି ଲୋଟଙ୍କ ସ୍ତ୍ରୀକୁ ମନେ ପକାଅ। ସେଟା ଗୋଟେ ୱାର୍ଣ୍ଣିଂ ଦେଇଛନ୍ତି ଆମକୁ, ଗୋଟେ ଚେତାବନୀ ଦେଇଛନ୍ତି ଆମକୁ। ସେଇପରି ଆମ କଟି ବାନ୍ଧିବା, ମନର କଟି ବାନ୍ଧିବାକୁ ପଡିବ। ଆଉ ଯଦି ଆମେ ମନର କଟି ବାନ୍ଧିକିରି ଆମେ ଯଦି ପ୍ରସ୍ତୁତ ହେବା, ପ୍ରଭୁ ଆମକୁ କେତେ ଆନନ୍ଦରେ ଗୋଟେ ସୁନ୍ଦର ଉପହାର ଆମକୁ ଦେବାକୁ ଚାହୁଁଛନ୍ତି। ଆମେ ପୁନର୍ବାର ଫେରିଯିବା ଆମର ଲୁକର 12:35 ଯୋଉ ପଢିଲି ମୁଁ, ତାପରେ ସେଇ 35-38 ଭିତରେ ଲେଖାଇଛି, ପ୍ରଭୁ ଆସି ଯେଉଁ ଦାସମାନଙ୍କୁ ଜାଗ୍ରତ ଦେଖିବେ ସେମାନେ ଧନ୍ୟ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେ ଆପଣାର କଟି ବନ୍ଧନ କରି ସେମାନଙ୍କୁ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେତେବେଳେ ପ୍ରସ୍ତୁତ ଅଛୁ ଆମର ସବୁ ପାପମୟ ଜୀବନକୁ ପୃଥକିତ କରିକି, ତାକୁ ପରିତ୍ୟାଗ କରିକି ପ୍ରଭୁଙ୍କର ବଳରେ ଯେତେବେଳେ ଆମେ ସେ ପବିତ୍ର ଆତ୍ମାର ମାର୍ଗରେ ଚାଲୁ ଆଉ ତାଙ୍କ ନିମନ୍ତେ ସେଇ ପ୍ରସ୍ତୁତ ହେଇକି ରହିବା, ସେତେବେଳେ ରୋଲ ରିଭର୍ସ ହେଇଯିବ। ସେ ଆମକୁ କହୁଛନ୍ତି କଟି ବାନ୍ଧିବାକୁ, ମାତ୍ର ଭାବନ୍ତୁ ତ ସେଇ ଦିନ ଯେତେବେଳେ ସେ ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ଆମର ତ୍ରାଣକର୍ତ୍ତା, ଆମର ରକ୍ଷାକର୍ତ୍ତା ସେ ଆସିବେ, ସେ ତାଙ୍କ କଟି ବାନ୍ଧିବେ। ଆମକୁ ଆଉ କଟି ବାନ୍ଧିବାକୁ ପଡିବନି, ସେ ତାଙ୍କ କଟି ବାନ୍ଧିବେ। ଆଉ କଟି ବାନ୍ଧିକି ସେ କଣ କରିବେ? ସେ ଭୋଜନରେ ବସାଇ ନିକଟକୁ ଯାଇ ସେବା କରିବେ। ମାନେ ଆପଣ ଭାବି ପାରୁଛନ୍ତି, ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁ, ଆମେ ଯେତେବେଳେ ପ୍ରସ୍ତୁତ ହଉ, ଆମେ ଯେତେବେଳେ ପବିତ୍ର ଆତ୍ମାର ସେଇ ପବିତ୍ରତାର ମାର୍ଗରେ ଚାଲୁ, ଆଉ ଯେତେବେଳେ ଆମେ ସବୁ କିଛି ପାପ ପରିତ୍ୟାଗ କରିକି ତାଙ୍କର ବଳ ଶକ୍ତିରେ ଅଭିଷେକ ହେଇକି, ତାଙ୍କର ପବିତ୍ର ଆତ୍ମାର ଶକ୍ତିରେ ଅଭିଷେକ ହେଇକି ତାଙ୍କ ନିମନ୍ତେ ଆମେ ଯେତେବେଳେ ପ୍ରଭୁଙ୍କ ନିମନ୍ତେ ଯେତେବେଳେ ଜଗିବା, ସେତେବେଳକୁ ସେ ଆସିବେ। ଆମକୁ ଆଉ କଟି ବାନ୍ଧିବାକୁ ପଡିବନି, ସେ ନିଜେ ତାଙ୍କ କଟି ବାନ୍ଧିବେ, ତାଙ୍କ ଭୋଜନରେ ଆମକୁ ନିମନ୍ତ୍ରଣ କରିବେ ଆଉ ନିଜେ ଆମର ସେବା କରିବେ। ୟାଠୁ କେତେ ବଡ ବିଷୟ କଣ? ଆମର ରିୱାର୍ଡ ତାଠୁ, ଆମର ଯୋଉ ଆକାଂକ୍ଷା ଯେ ଆମେ ପ୍ରଭୁଙ୍କ ନିକଟକୁ ଯିବା, ଏଇଟା ହିଁ ସବୁଠୁ ବଡ ବିଷୟ। ପ୍ରଭୁ ଆମକୁ ତାଙ୍କ ଭୋଜନରେ ସାମିଲ କରିକି ନିଜେ କଟି ବାନ୍ଧିକି ଆମକୁ ଆମର ସେବା କରିବେ।
आमे आसंतु आज गोटे निष्पत्ति नेबा जे आमे निश्चित भाबरे जगत रे थिबा निश्चित बहुत कष्टकर निजको से सबु प्लेजर्स ऑफ द सिन आनंद जो आनंद पाप दिए सेठरो विमुख है कि पवित्र है कि तांको निमंते प्रस्तुत हबा कारण आमे जानिनो से केबे आसीबे मु विश्वास करुची आम सांगरे प्रभु कथा कहिथिबे प्रिय एथरे मु शेष करुची समस्त को प्रेज द लॉर्ड और धन्यवाद।